ଜିନିଷ ଏଇ ଯେଉଁ ମୁସଲିମ ଘରେ ବି ଦେଖ ବାହା ହେଇଯିବେ ସବୁ ନାତୁଣୀ ମାନଙ୍କର ବୟସ ହେଲା ଭଳିଆ ସବୁ ବାହା ହେଇଯିବେ। ଏ ବୁଢ଼ା ମାନେ ପୁରା ଟୋଟାଲ ଖୁସି ହେଇଯିବେ, ଯାହା ହଉ ମୋତେ ଗୋଟେ ଏମିତିଆ ମିଳିଗଲା, ଏମିତି ମୋତେ ଧର୍ମପତ୍ନୀ ଆସିଗଲା ମୋର। କିନ୍ତୁ କିଛି ବର୍ଷ ପରେ ସିଏ ଟାର୍ଗେଟ ରଖୁଛନ୍ତି ଯାହାର ଟଙ୍କା ପଇସା ଏତେ ଅଛି, ଆମେ ଆ ପାଖରୁ ଯଦି ଅଲଗା ହେଇକି କିଛି ନେଇଯିବା ତାହେଲେ ଆମର ସାରା ଜିନ୍ଦଗି ଖୁସିରେ ଚାଲିଯିବ। ସେ ସୁଗାର ଡାଡିଙ୍କର ନିଶ୍ଚିନ୍ତ ତମେ ମାର୍କ କରିବ, ନିଶ୍ଚିନ୍ତ ସୁଗାର ଡାଡିଙ୍କର ବେଶୀ ଡାଇବେଟିସ୍ ହେଇଥିବ। ଏକରେ ତ ମୁଁ ଶୁଣି ନଥିଲି କେବେ ସୁଗାର ଡାଡି, ଶଳା ସୁଗାର କହୁଛ ଇଆଡ଼େ କେଡ଼େ ସୁନ୍ଦର ମିଠା କଥା, ପୁଣି ଡାଡି। ହଉ ଯଦି ସୁଗାର ଡାଡି କହିଲ, ହନି ଡାଡି ସବୁ ଡାଡି କୁହ, କିନ୍ତୁ ତାପରେ ଏଇ ଯେଉଁ ବିଷୟଟା ମୁଁ ଶୁଣିଲି ଯେ ଖାଲି ଅଏସି ରଏସି ହେବେ ବୋଲି ତାଙ୍କ ସାଙ୍ଗରେ ମାତିଛନ୍ତି। ଯଦି ଖୋଜ ଖବର ପାଉଛ ମିଡ଼ିଆ ମାନେ, ତୁମକୁ ମୁଁ ଆଜି ଗୋଟେ କଥା କହିଲି, ସୁଦ ସମସ୍ତଙ୍କୁ ଏକାଠି କରେଇକି ଗୋଟେ ମିଟିଂ ଫିଟିଂ ଡକେଇକି ଏମାନଙ୍କୁ ପୁରା ଖୁଲେ ଆମ୍ ଏକ୍ସପୋଜ କରିବା ଦରକାର। ନହେଲେ କାଲି ରାତି ପାଇଲେ ତମମାନେ ବି ବାହାସା ହେବ। ଏଇ ସୁଗାର ଡାଡି ତମ ଝିଅମାନେ ବି ଖୋଜିବେ, କିମ୍ବା ତମ ଡାଡି ପୁଣି କେଉଁ ଛୁଆଙ୍କର ଯାଇକି ହେବେ ସୁଗାର ଡାଡି। ସେ ସୁଗାର ଡାଡିଙ୍କର ନିଶ୍ଚିନ୍ତ ତମେ ମାର୍କ କରିବ, ନିଶ୍ଚିନ୍ତ ସୁଗାର ଡାଡିଙ୍କର ବେଶୀ ଡାଇବେଟିସ୍ ହେଇଥିବ ନିଶ୍ଚିନ୍ତ। କ'ଣ ଇନଷ୍ଟିଚ୍ୟୁଟ୍ କଥା କହୁଛୁ, ଇନଷ୍ଟିଚ୍ୟୁଟ୍ ନାଁଟା ନେଇଗଲେ ବି ସେଠୁ କ'ଣ ହେଇଗଲା? ଆଜିକାଲି ସବୁ ସବୁ ସେମ୍ ହେଇଗଲେଣି। ମୁଁ ତ ମାର୍କ କରୁଛି ଆସ୍ତେ 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 ଯେମିତି ମହାଦେବ ବାହାରିଲା ଭଳିଆ କେତେ ବଡ଼ ବଡ଼ ଇନଷ୍ଟିଚ୍ୟୁଟ୍ କେମିତି ବଦନାମ ହେଉଛି ଦେଖ। କେବେ ବଡ଼ ବଡ଼ ଲୋକମାନେ ବି କେମିତି ବଦନାମ ହେଉଛନ୍ତି ଦେଖ। ଛୋଟ ପିଲା କିଏ କ'ଣ ଭୁଲ କରିଦେଲା କ'ଣ ହେଲା ସିଏ ଅଲଗା କଥା, ଇଏ ପୁରା ଏକଦମ ବୟସ୍କା ଲୋକ, ବଡ଼ ବଡ଼ ଲୋକ, ଚିନ୍ତାଧାରା ଉଚ୍ଚ ରଖିବା ଲୋକ, ଏଇ ଯେଉଁ ଝିଅମାନେ ସବୁ କେତେ ଉଚ୍ଚ ଖ୍ୟାଲ ଲୋକମାନେ ବି ଏଇଭଳିଆ କରୁଛନ୍ତି। ହାଇରେ କିଏ ଘୋର ମୁଁ କହିଲି, ମାନେ ଏତେ ଭାବରେ ଲୋଭ ବଢ଼ିଯାଇଛି, ଆଉ ଝିଅମାନଙ୍କର ଏତେ କ'ଣ କୁହନ୍ତି ଆକାଂକ୍ଷା ଗୁଡ଼ା ବଢ଼ିଯାଇଛି ଯେ ବାପା ମା ଦେଇଥିବେ ତାଙ୍କୁ ଗୋଟେ ମୋବାଇଲଟେ, କେଉଁ ମୋବାଇଲ ଓପୋ ଫୋପୋ କ'ଣ କିଣିକି 12-18 ହଜାର ଟଙ୍କା, ସେଟା ବି ବହୁତ କଷ୍ଟରେ, କିନ୍ତୁ ଏମାନଙ୍କର ଇଚ୍ଛା ଗୋଟେ ଆପଲ୍ ମୋବାଇଲ ଧରିବେ, ସୋନି ମୋବାଇଲ ଧରିବେ। ଗାଁରୁ ଆସିକି ସବୁ ଯିଏ ଯୁଆଡ଼ୁ ଆସିକି ଲୋଭ, ମୁଁ କହୁନି ସମସ୍ତଙ୍କୁ ସମାନ କହୁନି, କିନ୍ତୁ ଏଇ ଲୋକମାନେ ବହୁତ ଖରାପ କରିଦେଉଛନ୍ତି ସେମାନଙ୍କୁ ଆଶା ଦେଇକି। ଛୁଆମାନଙ୍କର ଭୁଲ କିଛି ନାହିଁ, ଛୁଆମାନେ ଯେଉଁ 22-24 ବର୍ଷ କଥା କହୁଛ, ସେମାନେ କ'ଣ ସତରେ କ'ଣ ଏତେ ମ୍ୟାଚୁଅର୍ଡ ହେଇଗଲେଣି? ମ୍ୟାଚୁଅର୍ଡ ହେଇନାହାନ୍ତି। ଏଇ ଲୋକମାନେ ହିଁ ସବୁ ତାଙ୍କୁ ଖରାପ କରିଦେଉଛନ୍ତି। ଏଇ ଲୋକମାନେ ବୁଝିବା ଦରକାର ଯେ ଏମାନେ ଯଦି ଆଜି ଆମେ ଏମାନଙ୍କୁ ଖରାପ କରିବା, ଯେ ତାର ଆଗକୁ ପୁଣି ତାଙ୍କର ନାତି ନାତୁଣୀ ଯେତେବେଳେ ହେବେ ସେମାନେ ତାହେଲେ କେତେ ଦୂର ଖରାପ ହେବେ, ଭୁଲ ବାଟକୁ ଯିବେ। এটা କରିବା ଉଚିତ ନୁହେଁ। ଆଉ ଗୋଟେ କଲଚର ବର୍ତ୍ତମାନ ଡେଭଲପ କଲାଣି, ଆଲିମନି କଲଚର, ମାନେ ସ୍ୱାମୀଟେକୁ ବାହା ହେଉଛନ୍ତି ପ୍ରାୟ ସେଲିବ୍ରିଟି ମାନଙ୍କ ଜିନିଷ। ଏଇ ଯେଉଁ ମୁସଲିମ ଘରେ ବି ଦେଖ ବାହା ହେଇଯିବେ ସବୁ ନାତୁଣୀ ମାନଙ୍କର ବୟସ ହେଲା ଭଳିଆ ସବୁ ବାହା ହେଇଯିବେ। ଏ ବୁଢ଼ା ମାନେ ପୁରା ଟୋଟାଲ ଖୁସି ହେଇଯିବେ, ଯାହା ହଉ ମୋତେ ଗୋଟେ ଏମିତିଆ ମିଳିଗଲା, ଏମିତି ମୋତେ ଧର୍ମପତ୍ନୀ ଆସିଗଲା ମୋର। କିନ୍ତୁ କିଛି ବର୍ଷ ପରେ ସିଏ ଟାର୍ଗେଟ ରଖୁଛନ୍ତି ଯାହାର ଟଙ୍କା ପଇସା ଏତେ ଅଛି, ଆମେ ଆ ପାଖରୁ ଯଦି ଅଲଗା ହେଇକି କିଛି ନେଇଯିବା ତାହେଲେ ଆମର ସାରା ଜିନ୍ଦଗି ଖୁସିରେ ଚାଲିଯିବ। ସିଏ ଯେଉଁ ପଇସା ପୁଣି ଆଣିକି ସିଏ ଯେଉଁ ବୟସରେ ରହିବ, ତାକୁ ପୁଣି ଅଲଗା ଲୋକ ଜୁଟିଯିବେ, କମ୍ ବୟସର ପିଲା ତାଙ୍କୁ ବାହାସା ହେଇଯାଉଛନ୍ତି। ଗୋଟେ ଟ୍ରେଣ୍ଡ ଚାଲିଛି, କ'ଣ ଆଉ କରିବା? ବଡ଼ ଦୁଃଖର କଥା, କ'ଣ କହିବା? ଆଜିକାଲି ସମାଜ ଏମିତି ହେଇଗଲାଣି। ଆଜିକାଲି ୱେଷ୍ଟର୍ଣ୍ଣ କଲଚର ବି ଦେଖ, ସେମାନେ ଆସିକି ଆମର ହରେ କୃଷ୍ଣ ହରେ ରାମ କହୁଛନ୍ତି, ଜଗନ୍ନାଥ ଧାମ ବୁଲୁଛନ୍ତି, ଆମର କୁମ୍ଭ ମେଳାରେ କେତେ ବଡ଼ ବଡ଼ ସେଲିବ୍ରିଟି ଷ୍ଟାର ସବୁ ଆସୁଛନ୍ତି, କେତେ ଧର୍ମକୁ ଭଲ ପାଉଛନ୍ତି, ଆମର ସନାତନ ଧର୍ମକୁ। କିନ୍ତୁ ଆଇନ ଆସିଗଲେ କ'ଣ କେତେ ଆଇନ ଦେଖିବ, ଆଇନ ବି ସେମିତି ଷ୍ଟ୍ରଙ୍ଗ ହେବା ଦରକାର। ଆଇନ କ'ଣ କରୁଛି କହୁନ ଦେଖିବା? ଆଇନ କ'ଣ ସେମିତି ବର୍ଷା ଅନୁଭବଙ୍କର ପୁରା ସବୁ ଠିକ୍ ଠାକ୍ କରିକି ସେମାନଙ୍କୁ ଡିଭୋର୍ସରେ ପରମିସନ୍ ଦେଲା? ଆଇନ କିଛି ନୁହେଁ, ସର୍ବସାଧାରଣ ଏଇଟା ବୁଝିବା ଦରକାର। ଆଇନଟା ପଛରେ, ଆଇନ କାହାକୁ ନେଇକି ହୁଏ? ଗୋଟେ ସାଧାରଣ ଜ୍ଞାନ ଯେମିତି ଲୋକଙ୍କ ପ୍ରତି ଭଲ ହେଇପାରିବ, ତାକୁ ହିଁ ନେଇକି ଆଇନ କରାଯାଇଛି। କିନ୍ତୁ ଆଇନ କ'ଣ କରିବ? ଆଇନ ଆସିଲେ ବି କାହାରି କିଛି କରିପାରିବନି ଯେପର୍ଯ୍ୟନ୍ତ ନିଜେ ଜନସାଧାରଣ ଆମର ପିଲା ସଚେତନ ନ ହେଇଛନ୍ତି।